प्राय 2000 ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଆଜି ଯୋଗ ଦେଲେ ବିଜେଡିରୁ କଂଗ୍ରେସରୁ ଆସି ଯୋଗ ଦେଲେ ତାଙ୍କୁ ଆମେ ସ୍ୱାଗତ କରୁଛୁ। ଭାରତୀୟ ଜନତା ପାର୍ଟିରେ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱ ଏବଂ ଆମର ଆଦରଣୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଭଲ ପାଇ ତାଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରି ସେମାନେ ନିଜ ପାର୍ଟି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଆଜି ଯୋଗ ଦେଲେ ଏବଂ ଗୋଟେ ବିଶ୍ୱାସ ଜାଗ୍ରତ ହେଲାଣି ଯେ ପ୍ରକୃତରେ ଏଇମାନଙ୍କ ନେତୃତ୍ୱରେ ଓଡ଼ିଶା ଆଉ ବିକାଶ ହବ ଏବଂ 2026 ସୁଦ୍ଧା ଗୋଟେ ବିକଶିତ ରାଜ୍ୟ ନିର୍ମାଣ ହେଇପାରେ। ଏ ବିଶ୍ୱାସ ଦେଇ ସେମାନେ ଆଜି ଆସିଛନ୍ତି, ତାଙ୍କୁ ସ୍ୱାଗତ କରୁଛି ମୋ ପାର୍ଟିରେ। ମୋର ବିଶ୍ୱାସ ସେମାନେ ଭାରତୀୟ ଜନତା ପାର୍ଟିରେ ମିଶିବା କାରଣରୁ ଭାରତୀୟ ଜନତା ପାର୍ଟି ଆଜି ଶକ୍ତିଶାଳୀ ହେଇଛି। ଆଗାମୀ ଦିନରେ ଯେଉଁ ନିର୍ବାଚନ ହେବ ଆମେ ନିଶ୍ଚିତ ଭାବରେ ଭଲ ରେଜଲ୍ଟ 4 ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସୁଛନ୍ତି। ଆପଣମାନେ ଜାଣିଥିବେ 4 ଜୁନ ରେଜଲ୍ଟ ବାହାରିଥିଲା, ଆମର ନିର୍ବାଚନ ରେଜଲ୍ଟ ବାହାରିଥିଲା। ସେ ଗୋଟେ ଶୁଭ ଦିନ ଆମମାନଙ୍କ ପାଇଁ, ତେଣୁ ସେ ଆସୁଛନ୍ତି ଏବଂ 1 ବର୍ଷରେ ଯାହା ଯାହା ସବୁ କରିଛନ୍ତି ସେଗୁଡ଼ା ଡିସ୍କସନ୍ ହବ ଲୋକମାନଙ୍କ ଆଗରେ। ସେ ହିସାବରେ ଆମେ ରଖିବୁ ଯେ 1 ବର୍ଷ ଭିତରେ ଆମେ କ'ଣ କାମ କରିଛୁ। କୃଷକମାନଙ୍କୁ 3100 ଟଙ୍କା ଲେଖାଏଁ ଧାନ ଦେଇଛୁ। ଆଜି ଆମେ ଭଉଣୀମାନଙ୍କୁ ଆଜି ସୁଭଦ୍ରା ଯୋଜନା ଦେଇଛୁ, ଆମେ ଆୟୁଷ୍ମାନ କାର୍ଡ ଦେଇଛୁ, ଆମେ ରାସନ କାର୍ଡ ଦେଇଛୁ, ଆମେ ମେଡିକାଲ କଲେଜ କରିଛୁ, ଆମେ ଜଳସେଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛୁ, ଆମେ ବିଏମ୍ପି ଯୋଜନାରେ ସ୍କୁଲର ଢାଞ୍ଚାକୁ ବଦଳଉଛୁ, ଆମେ ଶିକ୍ଷାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଗୋଦାବରୀଶ ମିଶ୍ର ସ୍କୁଲର ବ୍ୟବସ୍ଥା କରୁଛୁ। ଆମର ସବୁ ଯୋଜନା ଆଉ ନିଶ୍ଚିତ ଭାବରେ ଲୋକଙ୍କୁ ଆଗରେ ଯିବ, କାରଣ ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ମାଲିକ। 1 ବର୍ଷ ଭିତରେ ଆମେ କ'ଣ କରିଛୁ ସେଇଟା ହିଁ ଲୋକମାନଙ୍କୁ ଆଗରେ ରଖୁଛୁ। ଉତ୍ସାହ ଦେଖାଦେଇଛି, ବିଶେଷ କରି ଢେଙ୍କାନାଳ ବିଧାନସଭା ନିର୍ବାଚନ ସ୍ତରରେ ଆଜିର ମିଶ୍ରଣ ପର୍ବ ହେଲା। ଆଗକୁ ସାରା ଜିଲ୍ଲାରେ ମଧ୍ୟ ପ୍ରତ୍ୟେକ ନିର୍ବାଚନ ମିଶ୍ରଣ ପର୍ବ ହେଲେ ଏଇଟା ଶୁଭ ଲକ୍ଷଣ। ଢେଙ୍କାନାଳ ଜିଲ୍ଲାର ଜନସାଧାରଣଙ୍କର ଯେତେ ଅଧିକା ବିକାଶ ହେବ